ସ୍କନ୍ଧ ପୁରାଣ ଉତ୍କଳ ଖଣ୍ଡ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ। ପ୍ରଥମ ଅଧ୍ୟାୟ। ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ କଥନ ଓ ବ୍ରହ୍ମଙ୍କ ଜିଜ୍ଞାସା। ମୁନିମାନେ ଜୈମିନୀ ଋଷିଙ୍କୁ କହିଲେ, ଭଗବାନ ଆପଣ ସମସ୍ତ ଶାସ୍ତ୍ରର ବିଶଦ ମୁନିମାନେ ଜୈମିନୀ ଋଷିଙ୍କୁ କହିଲେ, ଭଗବାନ ଆପଣ ସମସ୍ତ ଶାସ୍ତ୍ରର ବିଶାରଦ ଏବଂ ସମସ୍ତ ତୀର୍ଥ କଥା ମଧ୍ୟ ଆପଣଙ୍କୁ ଜଣାଅଛି। ଆପଣ ପୂର୍ବେ କହିଥିଲେ ଯେ ପୁରୁଷୋତ୍ତମ କ୍ଷେତ୍ର ଏକ ପବିତ୍ର ତୀର୍ଥସ୍ଥଳ। ସେଠାରେ ଲକ୍ଷ୍ମୀପତି ବିଷ୍ଣୁ ଦାରୁ ବିଗ୍ରହ ଧାରଣ କରି ମନୁଷ୍ୟ ଭଳି ଲୀଳା କରୁଛନ୍ତି। ତାଙ୍କ ଦର୍ଶନରେ ମନୁଷ୍ୟମାନେ ମୁକ୍ତି ପାଉଛନ୍ତି। ଏହି ତୀର୍ଥ ସବୁ ପ୍ରକାର ଫଳ ପ୍ରଦାନ କରୁଛି। ସେହି କ୍ଷେତ୍ର ବିଷୟରେ ଆମ୍ଭଙ୍କୁ ଅଧିକ କିଛି କୁହନ୍ତୁ। ଜୈମିନୀ କହିଲେ, ପୂର୍ବ କାଳରେ କାର୍ତ୍ତିକେୟ ତାଙ୍କ ପିତାଙ୍କଠାରୁ ପୁରୁଷୋତ୍ତମ କ୍ଷେତ୍ର ବିଷୟରେ ଯାହା ଶୁଣିଥିଲେ, ଦେବତା ଓ ସିଦ୍ଧମାନଙ୍କ ସଭାରେ ସେ କଥା କହୁଥିଲେ। ସୌଭାଗ୍ୟବଶତଃ ସେଠାରେ ଉପସ୍ଥିତ ଥାଇ କାର୍ତ୍ତିକେୟଙ୍କଠାରୁ ଯାହା ଶୁଣିଥିଲି ସେସବୁ ଆପଣଙ୍କ ଆଗରେ ବର୍ଣ୍ଣନା କରିବି। କଥା ଆରମ୍ଭ କରି ସେ କହିଲେ, ଯେଉଁମାନେ ହରିଭକ୍ତ ନୁହନ୍ତି ଏକଥା ଶ୍ରବଣ କଲେ ତାଙ୍କ ଭିତରେ ଭକ୍ତିଜାତ ହେବ ନାହିଁ ସିନା, ମାତ୍ର ଏ କ୍ଷେତ୍ରରେ ମହିମା କୀର୍ତ୍ତନ କଲେ ତାଙ୍କ ଭିତରେ ଥିବା ତମଗୁଣ ନଷ୍ଟ ହୋଇଯିବ। ଏ କ୍ଷେତ୍ରର ନାମ ପୁରୁଷୋତ୍ତମ ଓ ଏହାର କ୍ଷେତ୍ରାଧିପତିଙ୍କ ନାମ ମଧ୍ୟ ପୁରୁଷୋତ୍ତମ। ତେଣୁ ଏଠାରେ ନାମ ଓ ଧାମ ଭିତରେ କିଛି ପ୍ରଭେଦ ନାହିଁ, ଅର୍ଥାତ୍ କ୍ଷେତ୍ର ଓ କ୍ଷେତ୍ରୀ ଦୁହେଁ ସମାନ। ଏହି କ୍ଷେତ୍ରର ବ୍ୟାପ୍ତି 10 ଯୋଜନ ବାଲୁକା ରାଶି ଆଚ୍ଛାଦିତ। ଏହାର ସୃଷ୍ଟି ସମୁଦ୍ର ଜଳରୁ। ଯେତେବେଳେ ପ୍ରଳୟ ଜଳରେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ମଗ୍ନ ରହିଥିଲା, ସେତେବେଳେ ଭଗବାନ ବିଷ୍ଣୁ ବରାହ ରୂପରେ ପୃଥିବୀକୁ ପ୍ରଳୟ ଜଳରୁ ଉଦ୍ଧାର କରିଥିଲେ। ଏହି କ୍ଷେତ୍ରର ମଧ୍ୟଭାଗରେ ପୃଥିବୀ ମାତ୍ର ସ୍ତନ ପରି ନୀଳଗିରି ପର୍ବତ ବିଦ୍ୟମାନ। ବିଷ୍ଣୁଙ୍କ ନିର୍ଦ୍ଦେଶରେ ବ୍ରହ୍ମା ନଦୀ, ଗିରି, କାନନ, କୀଟ, ପତଙ୍ଗ, ତରୁ, ତୃଣ, ମନୁଷ୍ୟ, ପଶୁପକ୍ଷୀ ଆଦିର ସର୍ଜନା କରି ଏହାକୁ ସୁବ୍ୟବସ୍ଥିତ କରିବା ପାଇଁ ପର୍ବତମାନ ସୃଷ୍ଟି କରିଥିଲେ। ସୃଷ୍ଟି ଭାରରେ ନିଜକୁ ପୀଡ଼ିତ ମନେ କରି ବ୍ରହ୍ମା ଚିନ୍ତାମଗ୍ନ ହୋଇପଡ଼ିଲେ। ଏଥିରୁ ରକ୍ଷା ପାଇବା ପାଇଁ ସେ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ। ସ୍ତୁତିରେ ସେ କହିଲେ, ହେ ବିଶ୍ୱନିୟନ୍ତା, ତୁମର ସ୍ୱରୂପ ତୁମକୁ ଜଣା। ଯେପରି ଅଗ୍ନିର ସଂଯୋଗରେ ସୁବର୍ଣ୍ଣ ବିଭିନ୍ନ ଅଳଙ୍କାର ରୂପରେ ପରିପ୍ରକାଶ ହୁଏ, ସେପରି ସ୍ୱୟଂ ପରଂବ୍ରହ୍ମ ଆପଣ ସତ୍ୟ, ରଜ ଓ ତମଗୁଣ ଭେଦରେ ସମଗ୍ର ବିଶ୍ୱରେ ପରିବ୍ୟାପ୍ତ ହୋଇଥାନ୍ତି। ତୁମେ ହିଁ ଷଷ୍ଠ, ତୁମେ ହିଁ ସୃଷ୍ଟ ଏବଂ ତୁମେ ହିଁ ବସ୍ତୁ। ତୁମେ ହିଁ ଆଧାର ଏବଂ ତୁମେ ହିଁ ଆଧେୟ। ତୁମେ ଧାତା, ତୁମେ ବିଧାତା, ତୁମେ ହିଁ କର୍ତ୍ତା। ତୁମରି ମାୟାରେ ଆଚ୍ଛନ୍ନ ହୋଇ ମନୁଷ୍ୟ ଶୁଭ ଅଶୁଭ କର୍ମମାନ କରୁଥାନ୍ତି। ହେ ସକଳ ସୃଷ୍ଟିର ଆଧାର, ମୁଁ ତୁମ ଚରଣର ଦାସ, ମୋ ପ୍ରତି ପ୍ରସନ୍ନ ହୁଅନ୍ତୁ। ଆଧ୍ୟାତ୍ମିକ, ଆଦିଭୌତିକ ଓ ଆଦିଦୈବିକ ଚାପରେ ପୀଡ଼ିତ ହୋଇଥିବା ଜୀବମାନେ କିପରି ରକ୍ଷା ପାଇବେ, ଦୟାକରି କୁହନ୍ତୁ। ବ୍ରହ୍ମାଙ୍କର ଏପରି ସ୍ତୁତିରେ ସନ୍ତୁଷ୍ଟ ହୋଇ ନୀଳମେଘ ସଦୃଶ ପ୍ରକାଶମାନ ଶଙ୍ଖ ଚକ୍ରାଦି ଦ୍ୱାରା ଚିହ୍ନିତ ପ୍ରଫୁଲ୍ଲ ମୁଖ ଗରୁଡ଼ାଗ୍ରଜ ଭଗବାନ କିଛି କହିବା ପାଇଁ ତାଙ୍କର ଅଧର ସ୍ଫୁରିଲା। ବ୍ରହ୍ମାଙ୍କ ସମ୍ମୁଖରେ ସେ ପ୍ରକାଶ କଲେ, ହେ ବ୍ରାହ୍ମଣ, ଯେଉଁଥିପାଇଁ ତୁମେ ମୋତେ ସ୍ତୁତି କରୁଛ ତାହା ସମ୍ଭବ ହେବା ପରେ ମୋତେ ଜଣାଯାଉ ନାହିଁ। ଜୀବଗଣ ମୋ ମାୟା ଦ୍ୱାରା ମୋହିତ ହୋଇଛନ୍ତି। ତା ଛଡ଼ା କର୍ମର ବନ୍ଧନରୁ ରକ୍ଷା କରିବା ମୋ ଦ୍ୱାରା ସମ୍ଭବ ନୁହେଁ। ଅବିଦ୍ୟା ଯୋଗୁଁ ସେମାନେ ନିଜ ନିଜର ମୁଖ୍ୟ ପଥରୁ ଦୂରେଇ ରହିଛନ୍ତି। ଏଣୁ ଏପରି ମାୟାବଶ ହୋଇ ରହିଥିବା ଜୀବଙ୍କ ମୁକ୍ତି ଅସମ୍ଭବ। ତଥାପି ଯଦି ଏଥିପାଇଁ ତୁମର ଉଦ୍ବେଗ ଅଛି, ତେବେ ମୁଁ ତୁମକୁ ଏହି ଅବିଦ୍ୟାଜନିତ ମୋହରୁ ନିସ୍ତାର ପାଇ ଜୀବ କିପରି ମୋକ୍ଷ ଲାଭ କରିବ ତାହା କହୁଛି ଶୁଣ। ହେ ବ୍ରାହ୍ମଣ, ତୁମର ମୋ ଭିତରେ କିଛି ଭିନ୍ନତା ନାହିଁ। ତୁମେ ଓ ମୁଁ। ସାରା ଜଗତ ମୋ ଦ୍ୱାରା ବ୍ୟାପ୍ତ। ଯହିଁରେ ତୁମର ରୁଚି ସେଥିରେ ମଧ୍ୟ ମୋର ରୁଚି, ଏଥିରେ ସନ୍ଦେହ ନାହିଁ। ଲବଣ ସମୁଦ୍ର ତୀରରେ ମହାନଦୀର ଦକ୍ଷିଣକୁ ଯେଉଁ ପ୍ରଦେଶ ଅଛି, ତାହା ପୃଥିବୀ ମଧ୍ୟରେ ଶ୍ରେଷ୍ଠ। ସେଠାରେ ଅବସ୍ଥାନ କଲେ ସକଳ ତୀର୍ଥର ଫଳ ମିଳିଥାଏ। ସେଠାରେ ଯେଉଁ ଉତ୍ତମ ବୁଦ୍ଧିଯୁକ୍ତ ଲୋକେ ବାସ କରନ୍ତି, ସେମାନେ ଅନ୍ୟ ଜନ୍ମରେ କରିଥିବା ପୁଣ୍ୟର ଫଳ ଭୋଗ କରନ୍ତି। ସମୁଦ୍ର ଜଳରେ ଥିବା ନୀଳ ପର୍ବତ ଅତୀବ ପାବନ କ୍ଷେତ୍ର। ସମସ୍ତ ଦେବ, ମାନବ, ଅସୁରଙ୍କ ସୃଷ୍ଟିର ଉହାରେ ରହିଥିବା ସେହି ସ୍ଥାନକୁ ମୋର ମାୟା ଆଚ୍ଛନ୍ନ କରି ରଖିଛି। ସେହି କ୍ଷେତ୍ରରେ ସୃଷ୍ଟି କିମ୍ବା ପ୍ରଳୟ ନଥାଏ। ସମସ୍ତ ପ୍ରକାର ସଙ୍ଗ ରହିତ ହୋଇ ସେଠାରେ ଦେହ ଧରି କ୍ଷର ଓ ଅକ୍ଷର ଦୁହିଁଙ୍କଠାରୁ ଅଲଗା ରହି ମୁଁ ପୁରୁଷୋତ୍ତମ ରୂପରେ ବିଦ୍ୟମାନ। ହେ ବ୍ରାହ୍ମଣ, ଏଠାରେ ତୁମେ ମୋତେ ଯେଉଁ ରୂପରେ ଦେଖୁଛ, ସେହି ସ୍ଥାନକୁ ଗଲେ ମଧ୍ୟ ମୋତେ ସେହି ରୂପରେ ଦେଖିବ। ନୀଳ ପର୍ବତ ମଧ୍ୟଭାଗରେ କଳ୍ପବୃକ୍ଷ ରହିଛି। ତାର ବାୟୁ କୋଣରେ ରୋହିଣୀ ନାମକ କୁଣ୍ଡ, ତାର ତୀର ଭାଗରେ ମୋର ଅବସ୍ଥାନ। ମୋତେ ଚର୍ମଚକ୍ଷୁ ଦ୍ୱାରା ଦର୍ଶନ କରି ଜୀବମାନେ ସେ କୁଣ୍ଡ ଜଳ ସ୍ପର୍ଶରେ ପବିତ୍ର ଓ ନିଷ୍ପାପ ହୋଇ ସାୟୁଜ୍ୟ ମୁକ୍ତି ଲାଭ କରନ୍ତି। ତୁମେ ସେଠାକୁ ଯାଇ ସେହି କ୍ଷେତ୍ରରେ ମୋତେ ଦର୍ଶନ କଲେ କ୍ଷେତ୍ରର ମାହାତ୍ମ୍ୟ ଆପେ ଆପେ ଜାଣିପାରିବ। ସେହି କ୍ଷେତ୍ର ବିଷୟରେ ଶ୍ରୁତି, ସ୍ମୃତି, ଇତିହାସ କିମ୍ବା ପୁରାଣରେ କିଛି ହେଲେ ବର୍ଣ୍ଣନା ନାହିଁ। ଏହା ମୋ ମାୟା ଦ୍ୱାରା କାହାରିକୁ ଜଣାପଡ଼ୁନାହିଁ। ତୁମ ସ୍ତବରେ ମୁଁ ପ୍ରସନ୍ନ ହୋଇଛି। ତେଣୁ ସେହି କ୍ଷେତ୍ରଟି ଏବେ ସମସ୍ତଙ୍କୁ ଗୋଚର ହୋଇ ପ୍ରକାଶ ଲାଭ କରିବ। ବ୍ରତ, ତୀର୍ଥ, ଯଜ୍ଞ ଓ ଦାନର ଯେଉଁ ଫଳ ମିଳେ,
ସେହି କ୍ଷେତ୍ରରେ ଗୋଟିଏ ଦିନ ରହିଲେ ମଧ୍ୟ ସେହି ପୁଣ୍ୟଠାରୁ ଅଧିକ ଫଳ ମିଳିବ। ବ୍ରହ୍ମାଙ୍କୁ ଏପରି ଆଦେଶ ଦେଇ ଭଗବାନ ବିଷ୍ଣୁ ସେଠୁ ଅନ୍ତର୍ଧାନ ହୋଇଗଲେ। ସ୍କନ୍ଦ ପୁରାଣ ଉତ୍କଳଖଣ୍ଡ ଦ୍ୱିତୀୟ ଅଧ୍ୟାୟ। ବ୍ରହ୍ମାଙ୍କ ନୀଳମାଧବ ଦର୍ଶନ ଓ କାକ ପକ୍ଷୀର ମୁକ୍ତି। ଭଗବାନ ବିଷ୍ଣୁ ବ୍ରହ୍ମାଙ୍କୁ ପୁରୁଷୋତ୍ତମ କ୍ଷେତ୍ରକୁ ଯିବାକୁ କହି ସେଠାରୁ ଅନ୍ତର୍ଧାନ ହୋଇଗଲା ପରେ ବ୍ରହ୍ମା ନୀଳାଚଳ ଧାମକୁ ଗମନ କଲେ। ସେଠାରେ ପହଞ୍ଚି ପୂର୍ବ କାଳରେ ଭଗବାନଙ୍କୁ ଯେଉଁ ରୂପରେ ଦେଖିଥିଲେ ଠିକ୍ ସେହି ରୂପରେ ଦେଖିବାରୁ ବ୍ରହ୍ମାଙ୍କ ଶରୀର ପୁଲକିତ ହୋଇଗଲା। ଚକ୍ଷୁରୁ ଆନନ୍ଦଶ୍ରୁ ନିର୍ଗତ ହେଲା। ସେ ଉଚ୍ଚସ୍ୱରରେ ଗଦଗଦ କଣ୍ଠରେ ଭଗବାନଙ୍କୁ ସ୍ତୁତି କରିବାକୁ ଲାଗିଲେ। ସେତିକିବେଳେ ଏକ ଅଦ୍ଭୁତ ଦୃଶ୍ୟ ତାଙ୍କ ଦୃଷ୍ଟିକୁ ଆସିଲା। ଏକ ତୃଷାର୍ତ୍ତ କାକ ଜଳପାନ ନିମନ୍ତେ ରୋହିଣୀ କୁଣ୍ଡ ମଧ୍ୟରେ ପ୍ରବେଶ କରି ନୀଳମାଧବଙ୍କୁ ଦର୍ଶନ କଲା। ତକ୍ଷଣାତ୍ ତାର କାକ ଦେହ ବିଲୁପ୍ତ ହୋଇଯାଇ ସେ ଚତୁର୍ଭୁଜ ଧାରଣ କଲା ଓ ହାତମାନଙ୍କରେ ଶଙ୍ଖ ଚକ୍ର ଗଦା ପଦ୍ମ ଧରି ବିଷ୍ଣୁଙ୍କ ସମୀପରେ ଅବସ୍ଥାନ କଲା। କାକର ଏପରି ମୁକ୍ତି ଦେଖି ବ୍ରହ୍ମା ଚିନ୍ତା କଲେ, ଯୋଗୀମଣିମାନଙ୍କୁ ଏ ପ୍ରକାର ମୁକ୍ତି ଦୁର୍ଲଭ। ବେଦ ଓ ବେଦାନ୍ତରେ ମଧ୍ୟ ମନୁଷ୍ୟମାନଙ୍କର ଏ ପ୍ରକାର ମୁକ୍ତି ପାଇବାର ସଂଶୟ ରହିଛି, କିନ୍ତୁ ଏହି ନୀଳାଚଳ ଧାମରେ ବାସ କରୁଥିବା ବିଷ୍ଣୁ ଭକ୍ତମାନଙ୍କ ପାଇଁ ଏହା ସହଜରେ ଲବ୍ଧ। ଯଦି ଏପରି ଘଟେ ତେବେ ନିଶ୍ଚୟ ମୋ ସୃଷ୍ଟି କ୍ରମଶଃ କ୍ଷୀଣ ହୋଇଯିବ। ଏଥିପୂର୍ବରୁ ଭଗବାନ ଯାହା କହିଥିଲେ ତାହା ବ୍ରହ୍ମାଙ୍କର ପ୍ରତ୍ୟକ୍ଷ ଗୋଚର ହେଲା। ଜୈମିନୀ ଋଷି ପୁଣି କହିଲେ, ମନୁଷ୍ୟ ଯାହାଙ୍କ ନାମ କୀର୍ତ୍ତନ କଲେ ସବୁ ପାପରୁ ମୁକ୍ତ ହୁଏ, ତାହାଙ୍କ ଦର୍ଶନ କଲା ପରେ କ'ଣ ମୋକ୍ଷ ଦୁର୍ଲଭ ହେବ? ପ୍ରାଣତ୍ୟାଗ ସମୟରେ ମନରେ ବିଷ୍ଣୁଙ୍କୁ ଶରଣ କଲେ ମୁକ୍ତି ମିଳିଥାଏ। ପୁଣି ଯିଏ ସାକ୍ଷାତ ଭଗବାନଙ୍କୁ ଦର୍ଶନ କଲା ସିଏ ଯେ ମୁକ୍ତି ପାଇଲା, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଶ୍ରୀ ପୁରୁଷୋତ୍ତମ ନାମଧେୟ କ୍ଷେତ୍ରର ମହିମା ଅଦ୍ଭୁତ। ସେଠାରେ ଅଜ୍ଞାନୀ ଜୀବ ଯଥା କାକ ମଧ୍ୟ ମୁକ୍ତି ପାଇପାରିଲା। ତେଣୁ ଜ୍ଞାନଯୁକ୍ତ ମନୁଷ୍ୟକୁ ସେଠାରେ ନିଶ୍ଚୟ ମୁକ୍ତି ମିଳିବ। କାକ ପକ୍ଷୀର ମୋକ୍ଷ ପ୍ରାପ୍ତି ଅବଲୋକନ କରି ବ୍ରହ୍ମା କ'ଣ କଲେ ବୋଲି ମୁନିମାନେ ପଚାରିବାରୁ ଜୈମିନୀ କହିଲେ, ବ୍ରହ୍ମା ଏହି ଦୁଇ ଅଦ୍ଭୁତ କଥା ଦେଖି ମନେ ମନେ ମାଧବଙ୍କୁ ସ୍ମରଣ କଲେ। ସେତିକିବେଳେ ଯମ ନିଜ ଅଧିକାର ଚାଲିଯାଉଥିବା ଦେଖି ଦୁଃଖ ମନରେ ବ୍ୟାକୁଳ ହୋଇ ନୀଳମାଧବଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ ପୂର୍ବକ ନିଜ ଅଧିକାର ରକ୍ଷା ନିମନ୍ତେ ପ୍ରାର୍ଥନା କରି କହିଲେ, ହେ ଦେବାଦେବେଶ୍ୱର, ଆପଣ ସୃଷ୍ଟି ଦ୍ୱିତୀୟ ପ୍ରଳୟର କାରଣ। ସମଗ୍ର ବିଶ୍ୱ ଆପଣଙ୍କର ଗୋଟିଏ ସୂତ୍ରରେ ବନ୍ଧା। ଆପଣ ସୃଷ୍ଟିର ପାଳନକର୍ତ୍ତା। ଆପଣ ପର, ଆପଣ ଅପର ଏବଂ ପରାତୀତ ମଧ୍ୟ। ଆଧ୍ୟାତ୍ମିକ, ଆଧିଭୌତିକ ଓ ଆଧିଦୈବିକ ବିତାପରୁ ଦୂର ନିମନ୍ତେ ଆପଣ ସ୍ଥାନରେ ଭଗବାନଙ୍କ ମାୟା ଜୀବକୁ ଜନକ ବାନ୍ଧବ ରୂପେ ନିଜ ତ୍ୱିଟରେ ସେ ମାୟାର ତ୍ରିଗୁଣ ରଜ୍ଜୁ ସମଗ୍ର ବିଶ୍ୱକୁ ଭ୍ରମିତ କରୁଛନ୍ତି। ଅନ୍ୟ ସ୍ଥାନରେ ମନସ୍କାମନା ପୂର୍ଣ୍ଣ କାମନା ତ୍ୟାଗ କଲେ ମୁକ୍ତି ମିଳେ। ଦୟାପୂର୍ବକ ମୋତେ କୁହନ୍ତୁ, ଏ କ୍ଷେତ୍ରରେ ସ୍ଥିତି କେତେ କାଳ ପର୍ଯ୍ୟନ୍ତ ରହିବ? ପରଶୁରାମ କ୍ଷେତ୍ରରେ ବାସ କଲେ କେଉଁ ଫଳ ମିଳିବ? ସମସ୍ତ କ୍ଷେତ୍ରରେ କେଉଁ ଦେବତା ରହିଛନ୍ତି? ସାମସ୍ୱରୂପ ପରମ ପୁରୁଷ ଏଠାରେ କେତେ ଗୋପନୀୟ ଅବତାରରେ ନିଜର ନଖ ଓ ମତେ ଦ୍ୱାରା ବୁଝାଇ ଦେଲେ। ଆପଣ ହତ୍ୟା କରିଥିଲୁ, କେବେ ବି ପ୍ରବେଶ କରିବେ ନାହିଁ। ଆପଣଙ୍କ ପାଦ ତଳେ ଅଧମର କୋଟି କୋଟି ପ୍ରଣାମ। ଆପଣଙ୍କ କଟାକ୍ଷ ନିକ୍ଷେପରେ ସୃଷ୍ଟି ତୃତୀୟ ପ୍ରଳୟ ହୁଏ।